ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 31। ସେବା କରୁ କରୁ ଅଧରାତି ଟପିଗଲା। ଗାଁ ଲୋକେ ରହିଲେ ଫାରେଷ୍ଟିର ଛାଉଣି ପାଖେ। ସେଇଠି ଶୁଆବସା, ସେଇଠି ମଶା କାମୁଡ଼ରୁ ଟୁପୁରୁ ଟାପୁରୁ ଯେ କି ଉପାୟ କଲେ ଉଧୁରିବ ମଣିଷଙ୍କ ଦୟାରୁ। କନ୍ଧ ମିଛ କହେ ନାହିଁ, କିନ୍ତୁ କଥା ଲୁଚେଇବାକୁ ଆପତ୍ତି ନାହିଁ। ରାତିଯାକ ଭାବନା, ଦିଅ ଦେବତାକୁ ସୁମରଣା। ହେ ମା ଚିତାଗୁଡ଼ି, ପାରା ଦେବୁ, କୁକୁଡ଼ା ଦେବୁ, ତ୍ରାହି କର ନିଦର ବି ଗା। ହେ ମା ଝାକର ଦେମ୍ତା, ରନ୍ଧା ମଦରେ ତୋତେ ଗାଧେଇ ଦେବୁ, ଛେଳି ବଳି ଦେବୁ, ଘୁଷୁରି ବଳି ଦେବୁ। ଏହି ଫାରେଷ୍ଟି ଗାର୍ଡ଼ଙ୍କ କଣ୍ଠରେ ବିଜେ କର, ରକ୍ଷା କର। ବଣ ଦେବତା ଉଭା ହୁଏ ନାହିଁ। ଆଶ୍ୱାସ ଦିଏ ମନ ଦମ୍ଭ କରି ଭାବି ଭାବିକା ନିଘୋଡ଼ ନିଦ। ଉପରେ ତାରା, ତଳେ ଫୁଙ୍ଗା ଖୋଲାରେ ମଣିଷ। ସକାଳୁ ଫାରେଷ୍ଟିର ଅଭିଷେକ ହେଲା। ପୁଣି ଭାର ଭାର ଜିନିଷ ଆସିଲା, ଯାବତ୍ ସରଞ୍ଜାମ। ଯାହା ସେ କହିଛି, ଯାହା ନ କହିଛି ସବୁ। ଫାରେଷ୍ଟି ନିତ୍ୟକ୍ରମ ସାରିଲା। ଖବର ମିଳିଛି ଆଜି ସେ ଗାଁ ଛାଡ଼ି ଯିବ। ତେଣୁ ସମସ୍ତଙ୍କର ଛାତିରେ ଦମ୍ ଦମ୍। ବିପଦର ବେଳ ପାଖେଇ ଆସୁଛି। ଫାରେଷ୍ଟି କାମର କଥା କହିବ। ସମସ୍ତଙ୍କୁ ସେ ଏକାଠି କଲା। ତୁନି ହୋଇ ସମସ୍ତେ ବସିଲେ। ହୁକୁମ ହେଲା, ଯାଅ ସମସ୍ତେ ଗାଧୋଇ କରି ଆସିବ। ଯଦି ସେ କହିଥାନ୍ତା ଯାଅ ମରିକରି ଆସିବ, ତାହା ବି ସହି। ବଡ଼ ଲୋକମାନଙ୍କର ପିଲାଙ୍କ ପରି ଖେଳିବାକୁ ଖିଆଲ ହୁଏ। ଲୁଙ୍ଗି ପିନ୍ଧି ମୋଟା ପିକା ଲଗେଇ ଦେଇ ଫାରେଷ୍ଟି ମହାପ୍ରୁ ବସିଥାନ୍ତି। ସହଚରମାନେ ଠିଆ ହୋଇଥାନ୍ତି। ଅପେକ୍ଷା କରି ମହାପ୍ରୁ କହିଲେ, ଓବେ ସାଉଦୁ, କୋଳଥିଟେ ଆଣିବୁ। ଗୋଟାଏ ମୁଣି ଆସିଲା। ସମସ୍ତଙ୍କ ନିଘା ସେହି ଆଡ଼କୁ। ମୁଣିରେ ହାତ ପୂରେଇ କାଠ ଖଣ୍ଡେଟିଏ ଫାରେଷ୍ଟି ବାହାର କଲା। ତାହାର ମୁଣ୍ଡରେ ସିନ୍ଦୂର ବୋଳା ହୋଇଛି। କନ୍ଧମାନଙ୍କ ଆଗରେ ଦୁଇର କଣ୍ଢେଇକୁ ନଚେଇ ଦେଇ ଗୋଟିଏ ପଥରେ ଥାପି ଦେଲେ। ଗମ୍ଭୀର ହୋଇ କହିଲେ, ହେଇ ଦେଖ ତିରୁପତି ଠାକୁର, ଜୁହାର କର, ଜୁହାର କର। ଚାରିଆଡ଼ୁ ଶବ୍ଦ ହେଲା, ଜୁହାର ମା, ଜୁହାର ଜୁହାର। ଫାରେଷ୍ଟି କହିଲେ, ଆରେ ମା ନୁହେଁ, ବାପା। ଠାକୁର ଯିଏ, ମା ବି, ବାପା ବି ମହାପ୍ରୁ। ଫାରେଷ୍ଟି କିଛି କହିଲେ ନାହିଁ। ଲୋକଙ୍କର ମନ କାଳିବା ଲାଗି ଅନେଇ ରହିଲେ। ସମସ୍ତଙ୍କର ଦୃଷ୍ଟି ସେ କଣ୍ଢେଇ ଉପରେ। ଯେ ଠାକୁର ଭଲ ପାଏ, ଯେକୌଣସି ଠାକୁର ଦେଖିଲେ ତା ମୁଣ୍ଡ ନଇଁ ପଡ଼େ। ତିରୁପତି ଠାକୁର କିଏ ସେମାନେ ଜାଣନ୍ତି ନାହିଁ, କିନ୍ତୁ ସମ୍ମାନ ଊଣା ନାହିଁ କାହାରି ଆଖିରେ। ଏତେ କ'ଣ ଅନେଇ ଦେଖୁଛ? ଇଚ୍ଛା କଲେ ତମକୁ ଖାଇଦେବରେ। ମହାପ୍ରୁ, ମହାପ୍ରୁ। ସେମିତି କହିଲେ ଆମେ ମରିଯିବୁ ନାହିଁ କି? ଶୁଣ କନ୍ଧମାନେ, ତୁମେ ସବୁ ଗାଧେଇ କରି ଆସିଛ। ଜଣ ଜଣ କରି ଯାଇ ତିରୁପତି ଠାକୁର ମୁଣ୍ଡରେ ହାତ ଦେଇ ସଫା ସଫା କହିଯାଅ, କିଏ କେଉଁଠି କେତେ ବଣ ମାରିଛ। ସମସ୍ତେ ଚୁପ୍। ଟିକିଏ ଖସ୍ ଖସ୍ ଶବ୍ଦ ବି ନାହିଁ କେଉଁଠି। ଏତେ ବଡ଼ ପ୍ରସ୍ତାବ ସକାଶେ କେହି ପ୍ରସ୍ତୁତ ନଥିଲେ। କେହି ଚଙ୍କିଲେ ନାହିଁ। ଗାରଡ଼ମାନେ ପାଟି କରି ବୁଲିଲେ। କିଏ ଅଧିକାରୀ ମା ବାପ ଯାହା କହିଲେ ତା କରୁନା କାହିଁକି? କିରେ ଶୁଭୁ ନାହିଁ? ଲୋକେ ମୁହଁ ଚାହାଁଚାହିଁ ହେଲେ। କେହି ଜବାବ ଦେଲେ ନାହିଁ। ଗାରଡ଼ ମହାପ୍ରଭୁମାନେ ଉଠିଲେ। ବାଡ଼ି ଆଗରେ କେଞ୍ଚି କେଞ୍ଚି ଲୋକମାନଙ୍କୁ ଉଠେଇଲେ। ରେ ତିରୁପତି ଠାକୁରଙ୍କୁ ଛୁଇଁ ଦେଇ ଯାଅ କହି ଆସ। ଆମକୁ ବସେଇ ରଖିଦେବ କି? ଆପଦ ପଡ଼ିଗଲା। ଏକାଥରକେ ସମସ୍ତେ ଘୋ ହୋଇ ଉଠିଲେ। ଏକାରକେ ଆରକେ ନାହିଁ ନାହିଁ। ଫାରେଷ୍ଟି ବସି ରହିଥାଏ। କେତେ ଏପରି ସେ ଦେଖିଛି। ସେ ଆଙ୍କୁ ଚିହ୍ନେ। ସବୁ ତର୍କ ନିଷ୍ଫଳ ହେଲା। ଅଧିକାରୀର ହୁକୁମ ମାନିବାକୁ ପଡ଼ିବ। ଆପଣା ଭିତରେ ବହେ ପାଟି କରିସାରି ଲୋକେ ଘୋଳି ହୋଇ ପଡ଼ିଲେ। ତଥାପି ଅଧିକାରୀମାନେ ଚେତେଇ ଲାଗିଥାନ୍ତି, ହୁଁ ହୁଁ, ଉଠ, ଉଠ। କେମିତି ମହାପୁରୁକୁ ଛୁଇଁମୁ ମହାପ୍ରୁ? ତାକୁ ଛୁଇଁ କେମିତି ପ୍ରଣାମ କରିମୁ? ଦୋଷ ଲାଗିବ ମହାପ୍ରୁ। ଆସୁଛୁ ନା? ମହାପୁରୁ ରଡ଼ୁଛି। ସେ ମହାପୁରୁକୁ ଛୁଇଁବାକୁ ପଡ଼ିବ। ଦୁଇ ବିପଦ ମଝିରେ ଭୟବିହ୍ୱଳ ଆଖି। ଅନାଗତକୁ ଆଶଙ୍କା। କ୍ରମେ ତର୍କ ମାନ୍ଦା ହୋଇ ଆସିଲା। ଅଧିକାରୀ ସତର୍କ ବାଣୀ ଦେଇ ଉଠିଲା। ଗୋଷ୍ଠୀର ଏ ବିପଦ ବେଳେ ଗମ୍ଭୀର ହୋଇ ଦିଶାରି ଉଠି ଠିଆ ହେଲା। କନ୍ଧର ଦେବତା ଆକାଶର ଧର୍ମୁ ଆଡ଼କୁ ହାତ ଟେକି ନଇଁପଡ଼ି ଦର୍ତ୍ତନିକି ଛୁଇଁ ହାତକୁ ମୁଣ୍ଡ ଲଗେଇ ଦେଲା। କହିଲା, ଆମକୁ ପାପ ଲାଗିବ ନାହିଁ, ଆମକୁ ଦୋଷ ଲାଗିବ ନାହିଁ। ଅଧିକାରୀ କହୁଛନ୍ତି ଯାଅ।
କିନ୍ତୁ ଯିବ କିଏ ଆଗେ? ସାଉଁତା ପଛେଇ ପଛେଇ ହେଉଛି। ଅନ୍ୟମାନେ ମୁଣ୍ଡ ନୁଆଇବାରେ ଲାଗିଛନ୍ତି। ବିରକ୍ତ ହୋଇ ଫାରେଷ୍ଟ ଡାକିଲା, ଓବେ ସାଧୁ, ତୁ ଗାଳ୍ପ କିଛି କାମକୁ ନୁହଁ। ସାଧୁ କାରଣ ତତ୍ପର ହେଲା। ମୁହଁ ପାଖରୁ ଜଣେ ବୁଢ଼ାକୁ ହାତରେ ଧରି ଘୋଷାରି ନେଇ କହିଲା, ଛୁଁ ଛୁଁ, କହ କହ। ସେ ଜାମ୍ବା କନ୍ଧ। ଆକୁଳ ହୋଇ ଜାମ୍ବା ପାଟି କଲା, ମହାପ୍ରଭୁ, ତୋର ଗୁମତ ଖାଉଛି ମହାପ୍ରଭୁ। ସାଧୁ ଜବରଦସ୍ତି ଜାମ୍ବାର ହାତକୁ କାଠଖଣ୍ଡି ଆଡ଼କୁ ଟାଣି ନେଲା। ଜାମ୍ବା ଗୋଟାଏ ସୁଦ୍ଧା ଥରୁଥାଏ। ମୁଁ ନାଇଁ ମହାପ୍ରଭୁ, ମୁଁ ନାଇଁ। ଗାଡ଼ର ଜାମ୍ବାର ହାତକୁ କାଠ କଣ୍ଡେଇ ଦେହରେ ମାଡ଼ିଦେଲା। ଜାମ୍ବାର ଝାଳ ଫିଟିଗଲା। ଫାରେଷ୍ଟ କହିଲା, କୋଉଠି ବଣ ମାରିଛୁ କହ। ବଡ଼ ବଡ଼ ଆଖି କରି ଜାମ୍ବା ସେ କଣ୍ଢେଇକୁ ଅନେଇଲା। କହିଗଲା, ଚମ୍ପାଗଛ ଖେଦାରେ 2 ମୋଡ଼ା ପରି ଜମି ହେବ। ସବୁ କହିଗଲା। ଫାରେଷ୍ଟ କାଗଜ ବାହାର କଲା, ଦେଖି ବସିଲା। ପିଲା ଡରିଲା ପରି ଚିର୍ଚିରେଇ ଉଠି ଛଟପଟ ହୋଇ ଜାମ୍ବା ଡେଇଁଲା। ଲେଖ ଲେଖ ନାହିଁ ମହାପ୍ରଭୁ, ତୋ ଗୋଡ଼ ତଳେ ପଡ଼ୁଛି ମହାପ୍ରଭୁ। ଫରେଷ୍ଟ ଲେଖିଗଲା। ଆଁ କରି ଅନେଇ ରହିଲା ଜାମା କନ୍ଧ। ଗୋଟିଏ ସୁଦ୍ଧା ଝାଳରେ ତିନ୍ତି ଥିଲା। କେହି କିଛି ଲେଖିଲେ କନ୍ଧ ପ୍ରମାଦ ଗଣେ। ତାର ପ୍ରାଣ କାନ୍ଦି ଉଠେ। ସବୁଥିରେ ଆମର ହଁ ମହାପ୍ରଭୁ। କୋଉ କଥାକୁ ଆମେ ମେଡ଼ୁଆର ବା ଅବାଧ୍ୟ ନୋହୁଁ। ତୋର ଅଇଁଠା ଖାଇକରି ବଣ ଭିତରେ ଆମେ ପଡ଼ିଛୁ। କି ଦୋଷରେ ଲେଖି ନେଉଛୁ ମହାପ୍ରଭୁ। ମହାପ୍ରଭୁ ଶୁଣିଲେ ନାହିଁ। ଜଣେ ଆସି ଶପଥ କରି ଗାଇ ଯାଇଛି। ଖେଦାଖାଲରୁ ବାରିଆ ପଲ ପରି ତା ପଛକୁ ତା ପଛ ସମସ୍ତେ ଯାଇ କହିଦେଇ ଆସିଲେ। ଉପରେ ହାତ ଥୋଇ ଦେଇ ଫାରେଷ୍ଟ ସବୁ ଲେଖିଗଲା। କଣ୍ଢେଇ ନଚେଇ ଗାଁ ଦାଣ୍ଡରେ ବସି ସବୁ ଖବର ସେ ଗୋଟେଇ ନେଲା। ଜାଗାକୁ ଯାଇନାହିଁ। ପୋଡ଼ୁ କେଉଁ ବଣରେ ହୋଇଛି ତାହା ସେ ଆଖିରେ ଦେଖି ନାହିଁ। ତଥାପି ରିପୋର୍ଟ ପୂର୍ଣ୍ଣ। ତିରୁପତି ମହାପ୍ରଭୁ କୋଥଳ ଭିତରେ ପୁଣି ପଶିଲେ। ତାଙ୍କର କାମ ସରିଛି। ପୁଣି ତାଙ୍କର ଆବିର୍ଭାବ ଅନ୍ୟ କୌଣସି ଗାଁରେ। ଫରାସଟି ହିସାବ କଷିକ ଲାଗିଲା। ତାପରେ ଚାଲିଲା ବକ୍ତୃତା। ସେଠି ବଣ ଭିତରେ ବି ବକ୍ତୃତାର ସ୍ଥାନ ଅଛି, ଉପାଦେୟତା ଅଛି। ଆସନ୍ତା ମେଘ ଆଗରେ ଝଡ଼ି ତୋଫାନ ପରି ଅଧିକାରୀଙ୍କ କଥାର ଝଡ଼ ସମସ୍ତେ ସହି ସହି ଅପେକ୍ଷା କଲେ କପାଳ ଫାଟିବ କେତେବେଳେ। ସେ ଝଡ଼ରେ ପାନଛେପର କଣିକା ଉଡ଼ି ଚାଲିଲା। କାକନାଡ଼ା ପିକାର ଧୂଆଁ ଚହଟି ବୁଲିଲା। ଘାଗଡ଼ା ଗଳାରେ ବଜ୍ରର ସୂଚନା। ସବୁ ମିଛି ଗୋଟାଏ ବିକଟ ଚିତ୍ର ନ ଆସିବା ଭବିଷ୍ୟତର, ଯାହାକୁ ଭାବିଲେ ଚାମୁଣ୍ଡାର ଲହ ଲହ ଜିଭ ତଳେ ତଳେ ଦିଶେନା ଜେଲଖାନା। ଶଳାମାନେ, ଗାଳ୍ପମାନେ, ଫଟକାର କନ୍ଧମାନେ, ତମେ ଏ କ'ଣ କଲ କହ? ଲେଞ୍ଜର ମୋ ଗଳାରେ ଫାଶୀ ଲଗାଇବ? ଗାଳ୍ପ, ତମେ ମୋତେ ବୁଡ଼େଇ ମାରିବ? କେଡ଼େ ସୁନ୍ଦର ବଣ, କେଡ଼େ ମହାମହା କାଠ। ମହାପ୍ରଭୁ, ଲଟା ବୁଡ଼ା ମହାପ୍ରଭୁ ଆଗେ ହାଣିଲା। ସରୁଆ ଡଙ୍ଗର। ଥରେ ହଣା ହୋଇ ପଦା ହୋଇଥିବା ଜାଗାରେ ଯେଉଁ ବୁଦାବଣ ହୁଏ, ମାରିଛୁ। ପୁଣି ମୋ କଥା ଉପରେ କଥା କହୁଛୁ। ଲାଞ୍ଜି କୋଡ଼କା, ଓବେ ସାଧୁ, ତା ପାଇଟି କରିବୁଟିରେ। ହାଁ, କେଡ଼େ ସୁନ୍ଦର ବଣ, ବାଘର ଘର, ତାକୁ ବି ତୁମେ ହାଣି ପଦା କଲ। ସବୁ ବଣ ମାରିଦେବ। ବାଘର ରହିବାକୁ ଜାଗା ନାହିଁ, ଆସିବ ତମକୁ ଖାଇବ। ଯାହା କଲ କଲ, ଏବେ ଦିଅ, ଭରଣା ଦିଅ, ମର ଶଳେ। କ୍ଷତି ପୂରଣ ହିସାବ ହେଲା। ହିସାବ ସରିଲା। ଏବେ କୋଉଠୁ ଦବୁ ମହାପ୍ରଭୁ? ପୁଣି ଭାରଥୋର ଆସୁଛି। ଚୋର ପରି ତୁନି ତୁନି ହୋଇ ପଛବାଟେ ଛାଉଣି ଆଡ଼କୁ ଜିନିଷ ଚାଲିଛି। କୁକୁଡ଼ା କର୍କର କରୁଛନ୍ତି। ଗୋଡ଼ ବନ୍ଦା ହୋଇ ଛେଳି କହୁଛି ମି। ଫାରସଟି ସେହି ଆଡ଼କୁ କଣେଇ ଚାହିଁଛି। କ୍ଷତିପୂରଣ ହିସାବ ଲଗେଇ ଦେଉଛି। ନ ଦେବ ଯଦି ତେବେ କ'ଣ ଅଛି, ମୁଁ ଲେଖି ଦେଉଛି। ହେଇ ଦେଖ, କୋରଟକୁ ଯିବ, ସେଠି କଥାଭାଷା କରିବ। ମୋତେ ଆଉ ଦୋଷ ଦେବ ନାହିଁ। ଓବେ ସାଧୁ। ଫାରେଷ୍ଟ କାଗଜ ଉପରେ କଲମ ଧରା ହାତ ଥୋଇଲା। ଏ ପାଖରୁ ଏକାଥରକେ ବିକଳ ଚିତ୍କାର। ହେ ମହାପ୍ରଭୁ, ହେ ମହାପ୍ରଭୁ, ତୋ ଗୋଡ଼ ତଳେ ପଡ଼ୁଛୁ। ସେମିତି କର ନାହିଁ ମହାପ୍ରଭୁ। ତ ଦିଅ, ଥୁଅ। ଆହୁରି କିଛି ନ ଊଣା କଲେ ନ ହୁଏ ମହାପ୍ରଭୁ। ସେତେ ଦେଇ ନ ପାରୁ ମହାପ୍ରଭୁ। ହଉ, ଲେଖୁଛି। ତମେ ମେଡ଼ୁଆର, ଅବାଧ୍ୟ, ମାନେ ଶୁଣିବ ନାହିଁ। ପୁଣି ବ୍ୟଗ୍ର ଆକୁଳ ଚିତ୍କାର। 20ଟା ଊଣା କରିଦେ ମହାପ୍ରଭୁ, ତୋର ପାଦ ଧରୁଛୁ। ଏହିପରି ଚାଲିଲା ଘଡ଼ିଏ କାଳ। ଲୁଚି ଲୁଚି ଦୂରରେ ଥାଇ ଗାଁର ଘରଣୀମାନେ ଶୁଣୁଥାନ୍ତି। ଏଣେ କଥା ଛିଡ଼ିଗଲା। ମୁହଁ ଶୁଖେଇ କନ୍ଧମାନେ ଚାଲିଗଲେ। ଫାରେଷ୍ଟ ହାଙ୍କିଲା, ଓବେ ସାଧୁ, କାଫି ଆଣ। ଗାଁରେ ଲାଗିଲା ଟଙ୍କା ଉଠାଇବା ପର୍ବ। ସାଉଁତା, ବାରିକ, ବଡ଼ ବଡ଼ ରଇତମାନେ ଗାଁ ଦାଣ୍ଡରେ ଜମା ହେଲେ।
ଅଧିକାରୀ ରାୟ ଦେଇଯାଇ ଅପି ଯାଇ ବା ସ୍ୱୀକାର କରି ସମସ୍ତେ ନିସ୍ତାର ପାଇଛନ୍ତି। କିନ୍ତୁ ମହଲତ ନାହିଁ, ଦେଲେ ସେ ଉଠିବ। ହିସାବ ସରିଗଲା। ବାଡ଼ି ଠୁକୁ କରି ବୁଢ଼ା ବାରିକ ଘର ବୁଲି ଅଡ଼ଳି କଲା। ଆଣେ ଆଣେ, ଡେରି ହେଲା। ଦି ବଖରିଆ ଘର ଜଣକେ। ଭିତର ବଖରା ଅନ୍ଧାର ବିଲ୍ ବିଲ୍। ସେଠି ଘରଦେବତାର ଆସ୍ଥାନ। ପିତୃପୁରୁଷଙ୍କ ସ୍ମୃତି। ସେଠି କେଉଁ ଜକାଜକି ମାଣ୍ଡିଆ କୋରମେଇ ସନ୍ଧିରେ କାନ୍ଥରେ ଗୋଟିଏ କଣା ଅଛି। ମୋଟା ବାଉଁଶନଳୀ ଭିତରେ ଗୋଟାଏ ଘରର ଖଜଣାଖାନା। ବାଉଁଶନଳୀ ସେହି କଣାରେ ପୋତା ହୋଇଥାଏ। ତାହାରି ଭିତରେ କନ୍ଧର ସର୍ବସ୍ୱ। କାଠୁଆ ହୋଇଥିବା ଦେହର ଝାଳ, ହୃତ୍ପିଣ୍ଡର ରକ୍ତ, ଟଙ୍କା କେଇଟି। କଙ୍କର ପଥର ସଙ୍ଗେ ଲଢ଼ିକା ଖରା ବରଷା ଖାଇ ଅତି କଷ୍ଟରେ ମଣିଷ ଉପୁଜାଏ ଶସ୍ୟ। ଆଗରୁ ଖାଇବାକୁ ଆଣିଥିବା ସାହୁକାରର ଦାଦନ, ଦାସ୍ତୁ ପାନୁ ହୋଇକରି କେତେ ପ୍ରକାରର ଦେୟ। ଏସବୁ ମିଶି ଶସ୍ତାରେ ଫସଲ ଉଡ଼ିଯାଇ ଆସେ ଟଙ୍କା। ତାକୁ ବି ରଖି ହୁଏ ନାହିଁ। ନିରାଶାର ଅନ୍ଧାର ଘୋଡ଼େଇ ଦେଇ ବାଉଁଶ ନଳ ଶୂନ୍ୟ କରି ସେ ଉଡ଼ି ଚାଲିଯାଏ। ଦିଉଡୁ ସାଉଁତା ମୁଣ୍ଡରେ ହାତ ଦେଇ ତାର ବାଉଁଶ ନଳ ପାଖରେ ବସି ବସି ମାଣ୍ଟେଇ ହେଉଥିଲା। ଖୋଲିବାକୁ ହାତ ଯାଏ ନାହିଁ। ମୁଣ୍ଡ ବୁଲେଇ ଦିଏ। ତାହାରି ଉପରେ ଆଖି ରଖି ଉଦାସ ହୋଇ ସେ ଭାବୁଥିଲା। ପଦାରୁ ବାରିକ ପାଟି କଲା, ଆଣିଲୁ ସାଉଁତା, ବେଳ ଯାଉଛି। ଗାରଡ଼ ମହାପ୍ରଭୁ ଅପେକ୍ଷା କରିଛି ପରା। ଦିଉଡୁ ଜବାବ ଦେଲା ନାହିଁ। ଅନ୍ଧାରେ ଦିକରା ଲୁହ ଝରି ପଡ଼ିଲା। ନଳୀରୁ ଟଙ୍କା ଝାଡ଼ି ନେଇ ଦିଉଡୁ ପଦାକୁ ଚାଲିଗଲା। ଦେଢ଼ ନେଣ ସରିଲା। କାଗଜରେ କ'ଣ ଗାରେଇ ଦେଇ ଫାରେଷ୍ଟି କହିଲା, ନିଅ, ରସିଦ ନିଅ, ରଖିଥା। ଘଡ଼ିଏ ବେଳ ଯାଏ ନିଜ ନିଜ କାଗଜ ସମସ୍ତେ ଓଲଟେଇ ପଲଟେଇ ଦେଖିଲେ। କ'ଣ ତାର ଅର୍ଥ? କ'ଣ ତହିଁରେ ଅଛି? କୁକୁଡ଼ା, ଛେଳି, ବୋଝ ଶସ୍ୟ, ଟଙ୍କା, ଏତେ ପଦାର୍ଥର ସମତୁଲ କ'ଣ ଏହି ଖଣ୍ଡେ କାଗଜ? ଗନ୍ଧ ନାହିଁ, ବାସ୍ନା ନାହିଁ, ସୁଆଦ ନାହିଁ, ଓଜନ ନାହିଁ। ହାତକୁ ଖସ୍ ଖସ୍ ଲାଗେ ଚାରି ଆଙ୍ଗୁଳିଆ କାଗଜ ଖଣ୍ଡେ। କନ୍ଧ ପଢ଼ି ଜାଣେ ନାହିଁ। ଗାଁରୁ ବୋଝି ଆସିଲେ ବାରିକର କାମ ବେଠିଆ ଉଠେଇବା। ଜିନିଷପତ୍ର ବନ୍ଧାବନ୍ଧି ସରିଲା। ଗଲାବେଳେ ଗୋଟାଏ ଦୋପଇସି ଫୋପାଡ଼ି ଦେଇ ଫାରେଷ୍ଟି କହିଲା, ନେ ବେ ଶଳା ସାଉଁତା, ନେ, ଇନାମ ନେ, ନଇଲେ ଆମେ ଚାଲିଗଲେ ଯେ ଆସିଲେ କହି ଲାଗିବୁ ୟା ଦେଲୁ ତା ଦେଲୁ, ପଇସା ଦେଲେ ନାହିଁ, ଚାଲିଗଲେ। ଲାଞ୍ଜି କୋଡ଼କା। ଫାରେଷ୍ଟି ଗଲା। ଭୟ ଗଲା। ହେଇ ଚାଲିଯାଉଛି ସେ ଅଧିକାରୀ ରୂପରେ। ବୋଝିଆ ଧରି ପର୍ବତେ ତରତର ହୋଇ ଓହ୍ଲେଇ ଯାଉଛି। ଦୂର ହୋଇଯାଉଛି। ଗାଁର ଛେଳି ପଛକୁ ଓଟାରି ହୋଇ ମେ ବୋବାଇ ଚାଲିଛନ୍ତି। କୁକୁଡ଼ା ଗୋଡ଼ବନ୍ଧା ହୋଇ ମୁଣ୍ଡ ତଳକୁ କରି ବାଡ଼ିରେ ଲଟକିଛନ୍ତି। ଯାହା ଯିବାର ଯାଉ। ଚକ ଘଡ଼ି ଫାରେଷ୍ଟି ଫେର ଆସୁ ଯାଏ ଦିନା କେତେ। ଖାଲି ବସାକୁଡ଼ିଆ ପାଖେ ଅଇଁଠା ପଡ଼ିଛି, ଅଳିଆ ପଡ଼ିଛି। ରୁମାରୁମି ହୋଇ କୁକୁଡ଼ା, ପକ୍ଷୀ, ଖଲିପତ୍ର। ଅଣ୍ଟାରୁ ବଳ ଯାଇଛି, ପଇସା ଯାଇଛି ମଣିଷଙ୍କ ମୁହଁକୁ କଳା କାଠ। କିନ୍ତୁ କନ୍ଧ ହତାଶ ହୁଏ ନାହିଁ। ହତାଶ ହେଲେ ମାଳଦେଶରେ ବଞ୍ଚିବା ଅସମ୍ଭବ। ବିନା କାରଣରେ ବିପଦ ଆସୁଥିବ, ତାର ବେଳ ନାହିଁ, ଘଡ଼ି ନକ୍ଷତ୍ର ନାହିଁ। ଫରାଷ୍ଟି ଯିବା ପଛେ ପ୍ରଚୁର ମଦ ପିଆ ହେଲା। ପିଲାଏ ହସିଲେ। ଲୋକେ ବସି ଧୁଙ୍ଗିଆ ପିଉ ପିଉ ଆଲୋଚନା କଲେ ଯେ କେତେ ଟଙ୍କା ଦେଇ ସୁଦ୍ଧା ତାଙ୍କର କ୍ଷତି ହେବ ନାହିଁ। କାଟି ହାଣି ସଫା କରିଥିବା ପର୍ବତ ଅଞ୍ଚଳରେ ଯେଉଁ ଫସଲ ହେବ ସେ ଖୁବ୍ ବେଶୀ। ସେ ହିସାବରେ ଦେହ ମେହନତ ପଶିଲା ନାହିଁ। ବାଘଖିଆର ଆଶଙ୍କା ଉପଦ୍ରବ ପଶିଲା ନାହିଁ। ଆଗର ଲୁଣ ପରି ଟିକିଏ ଦାଦନ ବିଞ୍ଚି ଦେଇ ଯେଉଁ ଶସ୍ତା ଭାଉ ଠିକଣା କରିଦେବ ସାହୁକାର, ତାହା ବି ସେ ହିସାବରେ କଷା ହେଲା ନାହିଁ। କେବଳ କନ୍ଧ ଖସି ରହିବାକୁ ଗୋଟିଏ କାରଣ ବଢ଼େ, ସେତିକି ସେ। ଏତେ ବଡ଼ ଦୁଃଖକୁ ଦ୍ୱିତୀୟ ଥର ମନରେ ନ ପକାଇ ଲୋକେ ପୁଣି ତାସ କରିବାକୁ ଚାଲିଲେ। ଅଧେ ବେଳ ବାକି ଅଛି ଦିନ ଗୋଟାକରୁ। କେତେ ତ ଅଧିକାରୀ ଆସୁଥିବେ, କେତେ କ୍ଷୟ ହେଉଥିବ। ବର୍ଷକ ଯାକ ଛୁରୀ ବସିଲେ ଆୟୁଷ ପୂରିଯିବ। ପୁଣି ନିତି ଦିନ ପରି ପାହାଡ଼ ସନ୍ଧିରେ ଗାଁର ଗତ। ଯେମିତିକା କିଛି ହୋଇନାହିଁ, ସବୁ ସମାନ। କିନ୍ତୁ ସଞ୍ଜ ବୁଡ଼େ। କାମରୁ ଫେରି ଭାବିବାକୁ ଯେତେବେଳେ ବେଳ ମିଳିଲା, ସବୁ ଚିନ୍ତା ଏକାବେଳକେ ମାଡ଼ି ପଡ଼ିଲା। ଭାଗ୍ୟବତୀ ପାଣ୍ଡୁ ଦିଶାରୀ ସୁଦ୍ଧା ତାର ଦେଖିବାକୁ ଭୁଲିଯାଇ ଡାକିଲା, ଭଗବାନ, ଏ କ'ଣ କରୁଛ ଭଗବାନ? ଆମେ କି, ଫରାଷ୍ଟି କିଏ, ଗାରଡ଼ କିଏ? କାହିଁକି ସେ ନେବ ଆମର ଟଙ୍କା?
କ'ଣ କିଏ ଲଗାଇଥିଲା? ବେଜୁଣି କହିବ, ଦିଅଁ ଦେବତା ଦୁଃଖ ଦିଅନ୍ତି ମଣିଷକୁ ଠାକୁରଙ୍କ କଥା ଚେତାଇ ଦେବାକୁ। କିନ୍ତୁ ସେତିକିରେ ଅବୁଝା ମନ ବୁଝେ ନାହିଁ। ସାଧାରଣ ମଣିଷ ଭାବେ। ଦିଉଡ଼ୁର ଲେଞ୍ଜୁର ବହେ ଲାଗିଗଲା। ଦିଉଡ଼ୁ ଦୋଷ ଦେଲା ଯେ ଲେଞ୍ଜୁ କକା ଫାରେଷ୍ଟିକୁ ରଗେଇବାରୁ ଏତେ ଟଙ୍କା ପଡ଼ିଲା। ଲେଞ୍ଜୁ କହିଲା ଯେ ଦିଉଡ଼ୁକୁ ଅଧିକାରୀ ଚଳେଇ ଆସେ ନାହିଁ, ନହେଲେ ଅଳ୍ପରେ ତୁଟିଥାନ୍ତା। ଅନେକ ତକରାଳ ଦେଖି ଆସିଲେ। କୂଳର ମାନ ରଖିବାକୁ ପୋଇ ଉପରେ ପଡ଼ି ଶ୍ୱଶୁରକୁ ବଞ୍ଚେଇ ସ୍ୱାମୀକୁ ଅଟକେଇଲା। ଫଳରେ ଦାଦିପୁତୁରାଙ୍କ କଳିରୁ ତାଳ ଛିଣ୍ଡିଲା ରୋଗିଣୀ ପୋଇ ଉପରେ। ଦିଉଡ଼ୁ ଗର୍ଜିଲା, ପୋଇ କାନ୍ଦିଲା, ହାକିନା କାନ୍ଦିଲା। ନିଜେ ଜାମିରି ବୁଢ଼ା ଦୌଡ଼ି ଆସିଲା ତାଳ ସମ୍ଭାଳିବାକୁ। କେତେ ଘରେ କେତେ ଅଶାନ୍ତି। ସଞ୍ଜ ପହରେ ଫାରେଷ୍ଟି ତାର କିଛି ଖବର ରଖେ ନାହିଁ। ସେ ପରଦେଶର। କୋଥଳି ଭିତରର ତିରୁପତି ଠାକୁର ତାର ସୁବିଧା କରିଦେଇଛି। ସେ ଖୁସି, ତାର କାମ ଶେଷ। ପୁଣି ନୂଆ ଗାଁରେ ତାର ନୂଆ ନାଟ। କେତେ ତ ଏପରି ଅଧିକାରୀ ଚାଲି ଯାଇଛନ୍ତି, ଯାହାର କହିବାକୁ ବଳ ନାହିଁ, ରୋକିବାକୁ ଶକ୍ତି ନାହିଁ। ନୂଆ ପୃଥିବୀ ଭିତରେ ରହିଥିଲେ ସୁଦ୍ଧା ଯେ ଅତୀତର ପ୍ରେତର ଉପାସକ, ପଛୁଆଣି ଯେ ନୂଆଣି ଯେ ସମସ୍ତେ ତାର ଅଧିକାରୀ। ହଁକୁ ନାହିଁ କହି ଆଣ୍ଟ କରି ଆଖି ତରାଟି ଠିଆ ହେବାକୁ ତାର ଭିତିର ବ୍ୟକ୍ତିତ୍ୱର ବଳ ନାହିଁ। କିନ୍ତୁ ତୁଣ୍ଡରେ ସିନା ସେ କିଛି କହିପାରେ ନାହିଁ। ବୁଢ଼ା ସାପ ପରି ଆପଣା ଲାଞ୍ଜରୁ ସେ ପୋଳାଇ ଖାଏ। ସେତିକି ତାର ସାନ୍ତ୍ୱନା। ତେଣୁ ଗରିବଙ୍କ ସାହିରେ ସଞ୍ଜ ବୁଡ଼େ ଗାଳି ତକାଳ। ଦିନଯାକର ସବୁ ଅପମାନ, ସବୁ ଗାଳି ମାଡ଼ ସେତିକିବେଳେ ମନ ଉପରକୁ ଭାସି ଆସେ। ମଣିଷର ପଶୁ ମନରେ ଖେଳେ ପ୍ରତିହିଂସାର ଝୁଙ୍କ। ମାଡ଼ ମାରିବା ଲୋକ ପାର ହୋଇ ଛୁ। କୌଣସି ପାଖେନା ଫାନ୍ଦି ଲୋକଙ୍କ ଉପରେ ମଣିଷ ବଳଝଡ଼ି ହୁଏ। କାନ୍ଦଣାର ରୋଳ ଉଠେ। ଆପଣାର ଘର ପୋଡ଼ି ଦେଇ ପରକୁ ସୁମରି ପ୍ରତୀକ କରି ମନରେ ଥାପି ସଙ୍କେତ ଛଳରେ ମଣିଷ ଦେଖେ ଶତ୍ରୁର ଦୁର୍ଦ୍ଦଶା। ବୃଥା ବାଡ଼େଇ କଚାଡ଼ି ହେଇ ସୋଧା ଆଉ କାନ୍ଦଣା ମୁଲେଇ ମଦ ପିଇ ଦିଉଡ଼ୁ ସାନ୍ତା ନିଶ୍ଚିନ୍ତ ହୋଇଥିଲା। କେତେ ଏହିପରି ନିଶ୍ଚିନ୍ତ ହେଲେ। ନିଶା ଅନ୍ଧାର ବଢ଼ି ବଢ଼ି ଚାଲିଲା। ଗାଁ ନିଆଁ ନିଭି ନିଭି ଚାଲିଲା। ରାତିର ଆଶ୍ୱସ୍ତିରେ ଭୁଲା ନିଶାର ଅନୁଭୂତି ହେଲା ସତ। ଦିନର କଥା ରୁକ୍ଷ ଜୀବନ ମିଛ, ସେ କେବଳ ମିଛ ସ୍ୱପ୍ନ। ଦିଉଡ଼ୁ ପୋଇକୁ ହରେଇ ଦିଏ। ହାରେ ନାହିଁ ହାକିନା। ସ୍ଥିର ନିଷ୍ଠୁର ଦୃଷ୍ଟିରେ ବାପକୁ ଅନେଇ ରହେ ଆଉ ଖେଳେ। ନିର୍ବିକାର ଭାବରେ ମା'ର କତିକି ଲାଗିଯାଇ କ୍ଷୀର ଭର୍ତ୍ତି କରେ ପାଟିରେ ଆଉ ଶୋଷେ। ମିଣିଆକା ହାକିନା ସର୍ବୁ ସାନ୍ତାର ବଂଶଧର। ମଣିଷର ସନ୍ତାନ। ଦୁଃଖ, ଦୈନ୍ୟ, ରୋଗ, ପରାଧୀନତା ସବୁ ଗରଳର ଗୋଳାଗୋଳି ଅମୃତ ସେ। ସବୁ ସେ ତନିତ କରିବ। ଦିଉଡ଼ୁ ସାଉନ୍ତାର ପଶୁବଳ ତାକୁ ଅଭିଭୂତ କରେ ନାହିଁ। ଆଲୁଅ ତାର ଖେଳର ସାଥୀ, ପବନ ତାର ଜୀବନ, ଅନ୍ଧାର ତାର ବିଶ୍ରାମ। ସେ ମଣିଷ ଶିଶୁ, ସେ ବିଚିତ୍ର। ଦିଉଡ଼ୁ ତାକୁ ହାତ ବଢ଼ାଏ, ସେ ଆସେ ନାହିଁ। ପୂର୍ଣ୍ଣ ସମାଲୋଚନା ତାର ଆଖିରେ। ସେହିପରି ସେ ଧ୍ୱଂସ ଉପରେ ଅକ୍ଷତ ହୋଇ ରହେ। ସେ ଶାସନର ବାହାରେ। ଦିଉଡ଼ୁ ତାର କିଛି କରିପାରେ ନାହିଁ। ଆଲୁଅର ପାଗ ସରି ସରି ଆସୁଛି। ତୋଫାନ ହାକିନାକୁ ଡର ମାଡ଼େ। ଯେଉଁ ଦେହ ଦିଉଡ଼ୁ ଆଖିରେ କିଛି ନୁହେଁ, ତାର ସେ ଦୁର୍ଗ। ତାରି ନିର୍ଭୟ କୋଡ଼ରେ ଶୋଇ ରହି ହାକିନା ତୋଫାନ ସଙ୍ଗେ ଚିହ୍ନା ପରିଚିତ ହୁଏ। ହଠାତ୍ ତାରି ପରିବର୍ତ୍ତେ ଥଣ୍ଡା ସୁଅ। ଚାହୁଁ ଚାହୁଁ ସ୍ତୁତି ପରିବର୍ତ୍ତେ ଦୋହଲା ଦୋହଲି ଚିହ୍ନା ଧାରଣ ସବୁ ଯାଏ ଓଲଟି। ମା କବାଟ କିଳିଦିଏ। ଛିଣ୍ଡା କନାକୁ ପରସ୍ତ ପରସ୍ତ ଭାଙ୍ଗି ଘୋଡ଼ି ପୁଡ଼ି ଦିଏ। କାନ ପାଖେ ଗୀତ ବୋଲି ଦେହ ଥାପୁଡ଼ାଏ। ଉଷୁମ ପାଇ ନିଦ ହୋଇଯାଏ। ଘରେ ଆଉ କେହି ନାହିଁ। ଚାଖଣ୍ଡେ ପିଲା, ଫାଳେ ମା, ଦିହେଁ ପରସ୍ପରକୁ ଆଶ୍ରା, ଆଉ କେହି ନାହିଁ। ଦିନେ ବହୁତ କଜିଆ କରି ଦିଉଡ଼ୁ ସଞ୍ଜକୁ ଚାଲି ଯାଇଥିଲା। ଭାରି ତୋଫାନ। ପାଖ ଘରୁ ଜାମିରୀର ବୁଢ଼ୀର ସୋର ଶବଦ ନାହିଁ। ତୋଫାନ ପଛରେ ଅନ୍ଧାରେ ଅନ୍ଧାରେ ଆଚ୍ଛା ମେଘ ଅସରା କୁଟୁରୁଥିଲା। ସକାଳରେ ବାସି ପେଜ ଅଛି, ରନ୍ଧା ମଦ। ହାକିନା ଶୋଇଥାଏ। କ୍ଳାନ୍ତ ନିଦରେ ଉଠି ପହଡ଼େ। ରାତିରେ ପୋଇ ପଦାକୁ ଆସିଲା। ଗାଢ଼ ଅନ୍ଧାର। ଦିଉଡ଼ୁ ବି ନାହିଁ, ଲେଞ୍ଜୁ କାକା ବି ନାହିଁ। କନ୍ଧ ଗାଁରେ ସମସ୍ତିଙ୍କ କବାଟ ପଡ଼ିଛି। ଅନ୍ଧାରରେ କିଛି ଦିଶୁ ନାହିଁ। ପଦାରେ ବସି ପୋଇ ଭାବୁଥାଏ, ସେ ଚାଲିଯିବ। ରାଗଟା ଉଠି ଉଠିକା ଆସେ। ଯେତେବେଳେ ସେ ଭାବେ, କାହିଁକି ଏ ଯନ୍ତ୍ରଣା? ବିଭା ଭାଙ୍ଗି ଦେଇଗଲେ ଭାରି ଭଲ। ସେତିକିବେଳେ ଅନ୍ଧାରକୁ ଦେଖେ, ତୋଫାନକୁ ଦେଖେ। ଧାରଣା ବଦଳି ଯାଏ। ବାରମ୍ବାର ଭିତରକୁ ଯାଇ ହାକିନାକୁ ମଶା ଖାଉଥିବ ବୋଲି ଘୋରେଇ ଦେଇ ଆସେ। କିନ୍ତୁ ପୁଣି ସେ ଆସେ ଦିନରେ। କ୍ଷତିର ସୁମରଣା ଅଭାବର ଖେଞ୍ଚା।
ବଳଦ ବୁଢ଼ା ହେଲେଣି, ଏଇ ଦିନ ଆଉ ହଳ କିଣି ରଖିବା ଭଲ। ବର୍ଷା ଦିନ ଆସୁଛି। କାଶ, ଛାତିଧୁଆ, ଶୀତୁଆ ଜ୍ୱରର ଦିନ। ମାଠ ଖଣ୍ଡିଏ ନ କିଣିଲେ ନ ହୁଏ। ଭାରିଜା ପାଇଁ ମାଳି ମୁଦି, ପିଲା ପାଇଁ ଖଜା, ଆପଣ ପାଇଁ ଟାଙ୍ଗିଆ ଖଣ୍ଡିଏ, ପତରସିଆଁ ବର୍ଷା ତିଟିଏ। ପୁଣି ସେତିକିବେଳେ ଅଧାଖାଲି ବାଉଁଶ ନଳ ପାଖରେ ବସି କନ୍ଧ ତପସ୍ୟା କରେ। ଭାବେ କେଉଁ ଦେବତାର ଆଶୀର୍ବାଦରୁ ତାର ଭିତରଟା ପୁରି ଉଠନ୍ତା ପରା, ସବୁ ଭଲ ହୁଅନ୍ତା। ଜମିକୁ ବିହନ ଯାଇନାହିଁ, କେବେ ଫସଲ ପାଚିବ, ବିକ୍ରି ହେବ। କେଉଁ ଦେବତାର ଆଶୀର୍ବାଦରୁ ତାର ଭିତରଟା ପୁରି ଉଠନ୍ତା ପରା, ସବୁ ଭଲ ହୁଅନ୍ତା। ଜମିକୁ ବିହନ ଯାଇନାହିଁ, କେବେ ଫସଲ ପାଚିବ, ବିକ୍ରି ହେବ। ଟଙ୍କା ଆସିବ, ଯାହା ମଝିରେ ଅନ୍ୟାନ୍ୟ ଅଧିକାରୀଙ୍କ ଆହୁରି ଧାଡ଼ି ଧାପ ଅଛି। ଅମିନ ରିବିଣି ଆସିବାର ଅଛି ଶିସ୍ତୁ ଅଥବା ଖଜଣା ଉଠାଇବା ପାଇଁ। ସବୁ କୌଣସି ମତେ ବାହାରିବ ଘରଦେବତା ଥିବା ବଖରୀର ସେହି ବାଉଁଶ ନଳ ଭିତରୁ। ସେଇଠି ଚେକାମହୁଲି ପକେଇ ନୀରବରେ ଦିଉଡୁ ଭାବେ। ପୁୟୁର କପାଳ ବି ଦିନୁ ଦିନ ଯାଏ ଚଡ଼କି। ଦିଉଡୁ ତାହାରି ଉପରେ ମନର ଅଶାନ୍ତି ଝଡ଼ାଇ ହୁଏ। ଖରାର ଶେଷ, ଦିନୁ ଦିନ ଉପରବେଳି ତୋଫାନ ମିଶା ହାଲୁକା ଅସରା। ପହିଲି ଯୌବନ ପରି ପହିଲି ବରଷା। ତାର ଗତି ଅଛି, ଓଜନ ନାହିଁ। ବିସ୍ତୃତି ଅଛି, ଦାୟିତ୍ୱ ନାହିଁ। ମଣିଷ ମନରେ ତାହାରି ହାଲୁକା ଛାଇପଡ଼େ। ଓଦାମାଟିର ବାସ୍ନା, ପୁରୁଣା ଚିନ୍ତା ଗଜୁରି ଉଠେ। ନୂଆ ପ୍ରକାଶ ପାଇଁ ମଣିଷ ଚାଷୀ ତାର ଖିଆଲର ମଞ୍ଜି ବୁଣିବାକୁ ବ୍ୟାକୁଳ ହୁଏ, ଉର୍ବର କି ବାଞ୍ଝର ନ ବିଚାରି। ଦିଉଡୁ ପୁୟୁକୁ ଅନାଏ। ତାର ସ୍ୱପ୍ନର ପିଅଟି ଟହ ଟହ ହସୁଥାଏ। ଆକାଶ କଳା, ପର୍ବତ କଳା ମିଶିଯାଇ ପବନରେ ଚହଲି ଆସୁଥିବା ଧୋବଲା ମେଘର ଧୂଆଁକୁ ପିଠି ଆଡ଼େଇ ଦେଇ ଗମ୍ଭୀର ହୋଇ ଯେତେବେଳେ ଟାଙ୍ଗି ହୋଇ ରହେ, ସେତେବେଳେ ରାଉ ରାଉ ପବନରେ ଦିଉଡୁର କାନରେ ପିଅଟିର ଡାକ ପୁୟୁକୁ କଷ୍ଟ ଦିଏ, ଆଉ ଦେଖେ। ଶୁଖିଲା ହାଡ଼ୁଆ ପିଠିଟା ମିଶିଛି ମୁଣ୍ଡେ ନୁଖୁରା ବାଳ ତଳେ। ଗଣ୍ଠି ଗଣ୍ଠିଆ ବେଶିଆ ହାଡ଼। ମୁହଁ ମାଡ଼ି ପଡ଼ିଛି, ଥରୁଛି, କମ୍ପୁଛି। ଫମ୍ପା କାନ୍ଦଣା, ଚିଁ ଚିଁ ଅଭିମାନ। ଶୁଖିଲା ପିଠିଟା ହଲି ଲାଗୁଛି ଅଲରା ବାଳ, ଅସୁନ୍ଦର ବାଳ ଘୁଷୁରି ଲାଗିଛି ମାଟିରେ। କ'ଣ ବକି ଯାଉଛି ସେ? ଦଦରା ମନର କାନ୍ଦୁରା କାହାଣୀ। କେତେ ବଜ୍ର ତୋଫାନ ସେଥିରେ। ଦିଉଡୁ ତାଚ୍ଛଲ୍ୟ କରେ। ଫୁଲହାର ବେକରେ ଫାଶ ହୋଇଛି। କରୁଣା ନାହିଁ। ଧୁଙ୍ଗିଆ ଲଗେଇ ଦେଇ ଥିରି ହୋଇ ଖୁଣ୍ଟ ପରି ବସି ବେଳେ ବେଳେ ଦିଉଡୁ ତେଣିକି ଅନାଏ। ଆହୁରି ପଦେ ପଦେ ବଜାଇ ଦିଏ ଖୁସି ଲାଗି। ମନ କହେ ଯେ ଫଟା କପାଳ ଆଉ ଯୋଡ଼ି ହେବ ନାହିଁ। ଅନ୍ଧାରର ଆଶ୍ୱାସ ନାହିଁ। ସେଦିନ ଦିଅଁ ଦେବତାଙ୍କୁ ସେ ସୁମୁରୁଥିଲା। ସେମାନେ ପରା ସବୁଠି ଥାନ୍ତି, ସବୁଠି ତାଙ୍କର ଆଖି। ସମସ୍ତିଙ୍କର ତାଙ୍କର କଲ୍ୟାଣ। ଏତେ ଭକ୍ତି, ଏତେ ପୂଜା ପାଉଛନ୍ତି, କାହିଁ ତାଙ୍କର ଦୟା? କିଛି ପାଇଁ କିଛି ଦରକାର ନାହିଁ। ସବୁ ତାର ପିଲା ପାଇଁ। ଏତେ ଅନିଭୋଗ, ଏତେ ହତାଦର ସତେ ମଣିଷ ହେବ ହାକିନା? ତାର ବିହ୍ୱଳ ଚିନ୍ତାକୁ ଚିରି ଚିରି ଦେଇ ଦେବତାର ଉଜ୍ଜ୍ୱଳ ରୂପ ଉଭା ହୁଏ କଳ୍ପନାରେ। କନ୍ଧୁଣିର ଅଭିଜ୍ଞତା ଗଢ଼ା କଳ୍ପନାରେ। ବାଉଳା ମନ ପଚାରି ହୁଏ କାହିଁକି ଏ କେତେଦିନ? ଗଭୀର ମନରୁ ଦେବତା ତୁଣ୍ଡରେ ତାର ଜବାବ ମିଳେ। ଅନ୍ଧାର ପରେ ଆଲୁଅ। ମଣିଷର ସ୍ୱାଭାବିକ ବଞ୍ଚି ରହିବା ପ୍ରବୃତ୍ତି ପରାଜୟ ସ୍ୱୀକାର କରେ ନାହିଁ। ମଲାଯାକେ ସେ ଅଜୟ। ସାଧାରଣ ରାତି ଭିତରୁ ଗୋଟିଏ ରାତି ସେ। କିଛି ଘଟଣା ଘଟି ନାହିଁ, କାହାଣୀ ଲମ୍ବି ନାହିଁ। କିନ୍ତୁ ମନେ ମନେ ସେ ଜବାବ ପାଇଛି। ନିଶ୍ଚିନ୍ତ ହୋଇଛି ତପସ୍ୟାର ସିଦ୍ଧି ପାଇଁ ଢୋଲପିଟା ଆଦେଶ ଦରକାର ନାହିଁ। ପୁୟୁ ଶାନ୍ତ ହେଲା। ହାକିନାକୁ କୋଡ଼ରେ ପୂରେଇ ନିଘୋଡ଼ ନିଦରେ ଶୋଇ ରହିଲା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି କଥାଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।